ଆଜି ସେଇଭଳି ଅହଙ୍କାରୀ ବାପା ମାନଙ୍କୁ ଏଇ ଅହଙ୍କାରୀ ବାପା ମାଧ୍ୟମରେ ମୁଁ ଜଣେଇ ଦେବା ପାଇଁ ଚାହେଁ। ଏ ଦୁନିଆର ଅହଙ୍କାରୀ ବାପା ମାନେ ନିଜ ଅହଙ୍କାରକୁ ନିଜ ମନ ଭିତରୁ ଦୂରେଇ ଦିଅ। ନିଜ ସନ୍ତାନ ମାନଙ୍କ କ୍ଷେତ୍ରରେ କିଛି ବି ନିଷ୍ପତ୍ତି ନେବା ପୂର୍ବରୁ କୋଉଟା ଭୁଲ କୋଉଟା ଠିକ ତାକୁ ବିଚାର କର। ଆଜି ଭୁଲ କରିଛନ୍ତି ମୋ ବାପା, ତେଣୁ ସେ ଦଣ୍ଡ ପାଇବେ। ଆଉ ତାଙ୍କୁ ଦଣ୍ଡ ଦେବି সংকোচ লাগিলানি ମୁଁ ସେ ପରିବାରଠୁ ଦୂରେଇ ଯାଇଛି, ହେଲେ ପରମ୍ପରାକୁ କଣ ଭୁଲି ଯାଇଛି? ଜମା ଭୁଲି। ଯଦି ଭୁଲି ଯାଇଥାନ୍ତି ତ ସ୍ୱାମୀ ଯୋଉ କର୍ମ କରିଛନ୍ତି ଏଠି ଆସି ପହଞ୍ଚିଲା ପରେ କଥା ନୁହଁ, ଜୋତା ନାହିଁ ପାଦରେ ନହେଲେ ଜୋତା ଖୋଲି ଶିଖିଥାନ୍ତି। କଥା କହିବାର ସୀମା ଅତିକ୍ରମ କରି ଯାଉଛୁ। ତୁ ବି ଯଦି ଆସିଥାନ୍ତୁ ତତେ ଶିଖିଥାନ୍ତି। তুমি এମିତି କଣ କହୁଛ? ସେ ପୁରା ତମକୁ ଜନ୍ମ ଦେଇଛନ୍ତି। ରାଜାଘର ପଥରେ ମୁଣ୍ଡ ପୁରାଣା ଗୋଟିଏ ଜୋତା ଖୋଲ। ମୁଁ ତମକୁ କହିଥିଲି ନା ତମେ ଦଣ୍ଡ ପାଇବା ଉଚିତ ବୋଲି। ଏବେ ଏଇଠି এই তোমার রাজউয়াস চটাণে ମୁଁ ତମର ସେ ନିଜ ଅହଙ୍କାରକୁ ଧୂଳି ଚଟେଇବି। ନିଜକୁ ନିଜେ ସୁଟ୍ କରିଦେବି, ବଂଶ ବୁଡ଼େଇ ଦେବି। ଗୋଟାଏ ପୁଅ ଆଉ ଆଗକୁ କେହି ନାହିଁ କି କରୁଛନ୍ତି ଆଉ କାନ୍ଦି ବାହୁନିଲେ କଣ ଥିବି ଯେ ଆସିବି। ତା କହୁଛି ସେଇଆ ଜୋତା ଖୋଲ। ସେ ଜୋତାରେ ନିଜ ଦି ଗାଲକୁ ଦି ପାହାରେ ପକାଅ। ତା କହୁଛି ସେଇଆ କର ନହେଲେ ସୁଟ୍ କରିଦେବି। ତାହେଲେ ଆମର ଗୋଟିଏ ବୋଲି ପୁଅ ପରା ମରିଯିବ। କାନ ଧରି ଆଣ୍ଠେଇ ବସ। ଯାହା କହୁଛି ସେଇଆ କର ନହେଲେ ମୁଁ ଯାହା କହୁଛି ସେଇଆ କୁହ। ଏ ଦୁନିଆର ଅହଙ୍କାରୀ ବାପା ମାନେ କୁହ। ଏ ଦୁନିଆର ଅହଙ୍କାରୀ ବାପା ମାନେ ନିଜ ଅହଙ୍କାରକୁ ନିଜ ମନ ଭିତରୁ ଦୂରେଇ ଦିଅ। ନିଜ ଅହଙ୍କାରକୁ ନିଜ ମନ ଭିତରୁ ଦୂରେଇ ଦିଅ। ନିଜ ସନ୍ତାନ ମାନଙ୍କ କ୍ଷେତ୍ରରେ କିଛି ବି ନିଷ୍ପତ୍ତି ନେବା ପୂର୍ବରୁ ନିଜ ସନ୍ତାନ ମାନଙ୍କ କ୍ଷେତ୍ରରେ କିଛି ନିଷ୍ପତ୍ତି ନେବା ପୂର୍ବରୁ କୋଉଟା ଠିକ କୋଉଟା ଭୁଲ ତାକୁ ବିଚାର କର। କୋଉଟା ଠିକ କୋଉଟା ଭୁଲ ସେଟାକୁ ବିଚାର କର। ମୁଁ ମୋ ଜୀବନରେ ଦି ଥର